ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ାଝୋଲା ଗ୍ରାମ ପଞ୍ଚାୟତର ଦଳେଇଭାଗ ଗ୍ରାମର ଗ୍ରାମଦେବତୀ ମା ଜେନା ଭୂୟାଣୀ ଠାକୁରାଣୀଙ୍କ ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଗତ 3 ଦିନ ହେବ ଚାଲୁଅଛି। ଗତ ବୁଧବାର ଦିନ ମାଙ୍କ ଅଙ୍କୁରୋତ୍ପନ୍ନ ହୋଇଥିଲା। ଗତକାଲି ଗୁରୁବାର ଦିନ 108 କଳସ ଯାତ୍ରା ହୋଇଥିଲା ବେଳେ ଆଜି ମାଙ୍କ ମନ୍ଦିର ପ୍ରତିଷ୍ଠା ହୋଇ ମୂର୍ତ୍ତି ସ୍ଥାପିତ ହୋଇଥିଲା। ବହୁ ବର୍ଷ ହେବ ଏକ କରଞ୍ଜ ଗଛ ମୂଳେ ମା ପୂଜା ପାଇଁ ଆସୁଥିଲା ବେଳେ ଦଳେଇଭାଗ ଗ୍ରାମର ଦିଲ୍ଲୀପ କୁମାର ସାହୁଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ମାଙ୍କ ମନ୍ଦିର, ରାସ୍ତା ଓ ପାଚେରୀ ସ୍ଥାପିତ ହୋଇଥିଲା ଏବଂ ଦଳେଇଭାଗ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ବଡ଼ ଧୁମଧାମରେ ନାଚ, ଗୀତ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳିରେ ଏହି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ସିମିଲି ସାହିର ସମାଜସେବୀ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ ଡକ୍ଟର ରବୀନ୍ଦ୍ର ସେଠୀ ଉପସ୍ଥିତ ରହିଥିଲେ। ମଞ୍ଚାସୀନ ଅତିଥି ଭାବେ ନୂଆଗାଁ ବ୍ଲକ ଭାଇସ୍ ଚେୟାରମ୍ୟାନ୍ ପରଶୁରାମ ସ୍ୱାଇଁ, ଦଳେଇଭାଗ ଗ୍ରାମ ସଭାପତି ରମାକାନ୍ତ ସାହୁ, ଅଞ୍ଚଳର ଯୁବ ସାମ୍ବାଦିକ ରବୀନ୍ଦ୍ର କୁମାର ସାହୁ ଏବଂ ଭବାନୀ ପ୍ରସାଦ ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ। ମାଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏହି ଅଞ୍ଚଳର ଗ୍ରାମବାସୀଙ୍କ କହିବା କଥା, ଏହି ଠାକୁରାଣୀ ବହୁ ପ୍ରତ୍ୟକ୍ଷ ଆମ ଗ୍ରାମକୁ ବିପଦ ଆସିବାକୁ ଦିଏ ନାହିଁ। ଅସୁବିଧା ସମୟରେ ପାଖରେ ଆସି ଠିଆ ହୋଇଥାଏ। ଯଦି ସରକାରଙ୍କ ତରଫରୁ କିଛି ସରକାରୀ ସହାୟତା ମିଳିପାରନ୍ତା ତାହେଲେ ଏହା ଏକ ପିକନିକ ସ୍ଥାନରେ ପରିଣତ ହୋଇପାରନ୍ତା। ନୟାଗଡ଼ ଜିଲ୍ଲା ନୂଆଗାଁରୁ ପ୍ରମୋଦ କୁମାର ସାହୁଙ୍କ ରିପୋର୍ଟ, ଦି କେ ନ୍ୟୁଜ୍ 10।